ହ୍ୟାଲୋ ଫ୍ରେଣ୍ଡ, ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଭଲ ଥାନ୍ତୁ। ମୋତେ ଟିକେ ଏମିତି ସପୋର୍ଟ ଟିକେ କରନ୍ତୁ। ମୁଁ ଏବେ ଚାଲିଲି, ମାନେ ଯାଉଛି ଏବେ ଚୁଟି କାଟିବାକୁ। ତା ଯୋଉ ଏବେ ବାଟରେ ଯାଉଛି, କାହିଁକିନା ମୁଁ ମାନେ ଘରେ ହିଁ ଭିଡ଼ିଓ କରିପାରିଲିନି। ଟିକେ ଏବେ ମାନେ ବାଟରେ ଅଛି, ଯାଉଛି। ମୁଁ ଏବେ ଯାଉଛି ଆମ ଏବେ ରାସ୍ତାରେ। ହଉଛି ଏଇଟା ହେଲା ଆମ ଛକ, ମାନେ ଆମ ଘର ଆଡ଼କୁ ଆସିବାକୁ ହେଲା ଏଇ ବାଟ। ଫାଇନାଲି ମୁଁ ଏବେ ସେଲୁନରେ ଆଜି ପହଞ୍ଚି ଯାଇଛି, ବସିଯାଇଛି। ତ ଯୋଉ ଜଣେ ଚୁଟି କାଟୁଛି, ମୁଁ ବସି ନେଇନି। ମୁଁ ଚୁଟି ଫୁଟି କାଟି ଦେଇକି ଆସି ଗାଧେଇ ପଡ଼ିକି, ତ ଖରା ହଉଥିଲା, ମାନେ ବିଲ ଆଡ଼କୁ ପଳେଇ ଯାଇଲି। କିନ୍ତୁ ମୁଁ ଏବେ ବିଲରେ ଠିଆ ହେଇଯାଇଛି। ଏଇଟା ମାନେ ଗୋଟେ ବାରିଟେ ଆଉ। ଏଇଠୁ ମାନେ ମୁଁ ଚାଲିଲି ଘରକୁ। ତ ଏଇଟା ହେଲା ଆମ ବଡ଼ ବାପାଙ୍କ ଘର ଆଉ। ତ ମୁଁ ଏବେ ଯାଉଛି ଘରକୁ। ଏଇଟା ଯୋଉଟା ହେଲା, ଏଇଟା ହେଲା ଆମ ବାଟ, ମାନେ ରାସ୍ତାକୁ ବାହାରିବାକୁ ବାଟଟା। ତ ମୁଁ ଏଠି ଆସି ପୁଣି ଆସିକି ବସିଯାଇଛି। ଫାଇନାଲି ଆଜି ଗୋଟେ ଦିନଟା ହିଁ ପୁରା ବେକାର ହେଇଗଲା। ଏସବୁ ହେଲା ଆମ ସବୁ, ମାନେ ଆମ ସେପଟ ସାହି। ଏଇଟା ଯୋଉ ଦେଖୁଛ, ଏଇଟା ହେଲା ଆମ ସେପଟ ସାହି। ମାନେ ପୁରା ଆଜି ଗୋଟେ ଦିନଟା ବେକାର ହେଇଗଲା। ତା ଛୁ ପୁଣି ଆଡେ ମାନେ ମୁଁ ଯାଇ ମାନେ ୟୁଟ୍ୟୁବରେ ମାନେ ମତେ ହିଁ ଭାଇ କେହି ସପୋର୍ଟ ହିଁ ଦଉନାହାନ୍ତି। ମାନେ ଗୋଟେ ସପୋର୍ଟ ଜଣକୁ ଲୋକଙ୍କୁ ଗୋଟେ ଦେଲେ ସେମାନେ ଆଗକୁ ହିଁ ଯାଆନ୍ତି। ଆପଣ ମାନେ ହିଁ ସପୋର୍ଟ ଦଉନାହାନ୍ତି। ଭାଇ କିଛି ଦରକାର ନାହିଁ, କିଛି ସପୋର୍ଟ ଦିଅନି, କିଛି ଦରକାର ନାହିଁ। ଏମିତି ହିଁ ଭିଡିଓ ହିଁ ପଡିବ। ଫାଇନାଲି ଭିଡିଓଟାକୁ ଆଜି ପୁରା ଏଇଠି ଏଣ୍ଡ ହିଁ କରୁଛି। ମାନେ ମାନେ କାଲିକି ଭାବୁଛି ଗୋଟେ ଆପଣ ମାନଙ୍କୁ ଗୋଟେ ଭଲ ବ୍ଲଗ କରିବାକୁ। ଭିଡିଓଟାକୁ ଏବେ ଏଇଠି ଏବେ ଏଣ୍ଡ କରୁଛି। ପ୍ଲିଜ ମତେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଟିକେ ସପୋର୍ଟ ହିଁ ଦିଅନ୍ତୁ, କାହିଁକିନା ମୁଁ ହିଁ ଫାଷ୍ଟରୁ କହିଛି ଭାଇ ସପୋର୍ଟ ଦିଅ। ଜୟ ଜଗନ୍ନାଥ। ଆପଣ ମାନେ ସମସ୍ତେ ଭଲରେ ଥାନ୍ତୁ।